ତାକୁ ଥାନାରେ ଅଟକେଇ ରଖ। ମୁଁ କଣ ଚୁଛି, ମୁଁ ଯାହା କହିଲି ସେଇଆ କର। ଏ ପ୍ରଦ୍ୟୁମ୍ନ ଘରମାଳି ବେଶୀ କଥା କହିବା ପାଇଁ ପସନ୍ଦ କରେନି କି ବେଶୀ କଥା ଶୁଣିବା ପାଇଁ ପସନ୍ଦ କରେନି। ଇନ୍ସପେକ୍ଟରଟା ମୋ ପଛରେ ଡାହାଳ କୁକୁର ଭଳି ପଡ଼ିଯାଇଛି। ରାମଲା ରାୟ ହାତରେ ହ୍ୟାଣ୍ଡକପ୍ ପକେଇବା ପାଇଁ ସେ ସ୍ୱପ୍ନ ଦେଖୁଛି। ସାରା ସହର ପଇସା ରାମଲା ରାୟକୁ ଖୋଜୁଛି। ଆଜି ପର୍ଯ୍ୟନ୍ତ ତା ପତ୍ତା ପାଇନି। ଆଉ ଇନ୍ସପେକ୍ଟରଟା ବହୁ ଡାରି ନିଜକୁ ହିରୋ ଭାବୁଛି। ଢିଲାକୁ ଧୀରେ ଧର। রাঙ্গারায় তো টাইম সরিগলা। চুপচাপ সরেন্ডর করিলে তা নইলে তোদের ମୁଁ এনকাউন্টার କରିବା ପାଇଁ ପଛ ଘୁଞ୍ଚାଦେବି। ତୁ ମୋତେ ଆରେଷ୍ଟ କରିବୁ? ছোলা ফেরানো করে চুপচাপ চার কাউছে ঢিলাକୁ ଧୀରେ ଧର। ଇନ୍ସପେକ୍ଟର ଡ୍ରାଇଭିଂ ଭଲ ନୁହଁ। अरे निका का चाली ଆସିଲୁ ରାଙ୍ଗା ରାୟକୁ ଆରେଷ୍ଟ କରିବା ପାଇଁ। कम से कम 4-5ଟା କନେଷ୍ଟବଳ 8-10ଟା ହବିଲଦାର 2-3ଟା ସବ୍ ଇନ୍ସପେକ୍ଟର ସାଙ୍ଗରେ ଆଣିବା କଥା ନା। ତୁ ବୋଧେ ଭୁଲି ଯାଉଛୁ ରାଙ୍ଗାରାୟ, ବାଘ ଯେତେବେଳେ ଶିକାର କରେ ସେ କାଯାଏ। କୁକୁର ମାନେ ଦଳବଳ ନେଇ ଯାଆନ୍ତି। ଓ ସାମ୍ନାରେ ବାଘ ଠିଆ ହେଇଛି। ବାଘ ସମୟ ଆସିଲେ ବାଘ ବି ପିଞ୍ଜରା ଭିତରେ କୁକୁର ଭଳି ପଡ଼ିଗଲେ ଦିନେ ତ ଦିନେ ଧା। ଚୁପଚାପ ଚାଲ କହୁଛେ। ଦିନେ ତ ଦିନେ ଧା। ଏବେ କଣ କରିବେ ଇନ୍ସପେକ୍ଟର? ଡର ଲାଗୁଛି? ଛାତି ଧରୁଛି? ଆଇନ ବହିରେ ତତେ ସିନା ପୁଣିର ହିସାବ ଦେବାକୁ ପଡ଼ିବ। ହେଲେ ରାଙ୍ଗା ରାୟ ବହିରେ ଗୋଟିଏ କଥା ଲେଖା ହେଇଛି, ଯିଏ ସାମ୍ନାକୁ ଆସିଲା ସିଏ କଲା। କଣ ଡର ଲାଗୁଛି? ମରିବାକୁ ଡର ଲାଗୁଛି? ଠିକ ଅଛି, ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ମୋ ଗୋଡ଼ ତଳେ ବସ। ମୋ ପାଦ ଧରି ଖେଳ ମୋ ଦୟା ହେଲେ ହୁଏତ ତୁ ବଞ୍ଚି ଯାଇପାରୁ। ବସ୍ ଗୋଡ଼େ ଧ। ବାଘ କେବେ କୋଉଠି ମୁଣ୍ଡ ନୁଆଇନି ରାଙ୍ଗାରାୟ। ଯୋଉ ପାଦରେ ତୁ ଚାଲି ଚାଲି ଏଠିକି ଆସିଛୁ ଆଉ ତୁ ସେ ପାଦରେ ଫେରି ପାରିବୁନି। ଫେରିବ ତ ଶବ। রাঙ্গারায় খেলনা পিস্তলে শিকার করে হুয়েনি। তু ମୋ ସାଙ୍ଗରେ ଚୁପଚାପ ଯାଇଥିଲେ ହୁଏତ ବଞ୍ଚି ଯାଇଥାନ୍ତି। ହେଲେ ଆଉ ନୁହଁ, ତୋତେ ମୁଁ ଏଠି ଡାଇରେକ୍ଟ ପରମାଣିକର ସିଦ୍ଧାନ୍ତ ଅନୁଶାସନ ଆଗରେ ଅଦାଲତ ବି ଫେଲ ହେଇଯିବ। ମୋ ମତରେ ভুল বদଳରେ କ୍ଷମା ନୁହଁ, ଦଣ୍ଡ ଦିଆଯାଏ। ଦଣ୍ଡ ଭୁଲ ମଣିଷକୁ ମୁଁ କେବେ ହେଲେ କ୍ଷମା କରେନି। ଦୋଷୀକୁ ମୁଁ ଦଣ୍ଡ ଦିଏ। ଦଣ୍ଡ, ୟେସ୍ ଦଣ୍ଡ। ଆଜିକାଲି ମନ୍ଦିର ଦୁର୍ଘଟଣା ଫେସନ ହେଇଗଲା।
ପାଉଡର ଲିପଷ୍ଟିକ ବୋଳି ହେଇ ଖାଲି ଲୋକଙ୍କୁ ଦେଖେଇ ହେବାକୁ ଯାଉଛନ୍ତି ଇଏ ଠାକୁର କୋଉଠି ତମେ କୋଉଠି ଛି 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 ଆଜିକାଲି ମନ୍ଦିର ଯିବାକୁ ଭାରି ଖରାପ ଲାଗିଲାଣି সময় বেদনা রানী ତମେ ପୁରା ଘରେ ଥିଲ ଏଉନା କେତେଟା ବାଜିଲାଣି 9টা ହଁ 9ଟା ବାଜିଥିବ ମୁଁ ତ ସେଇ କଥା ଭାବୁଥିଲି 9টাରେ ମନ୍ଦିରରୁ ଫେରୁଛ ମୋ ଟିଫିନ ରେଡି କରିବ କେତେବେଳେ ମୁଁ ଅଫିସ ଯିବି କେତେବେଳେ କଣ କରିବି କୁହ ଆଜି ମନ୍ଦିରଟା ଭାରି ଭିଡ଼ ପୂଜା ସାରିବାକୁ ଟିକେ ଡେରି ହେଇଗଲା ମନ୍ଦିର କେତେବେଳେ ଯାଇଥିଲ 7ଟା କାଇଁ ଆଗରୁ ଟିକେ ଗଲନି ଶୀଘ୍ର ଫେରି ଆସିଥାନ୍ତ ସମୟର ମହତ୍ତ୍ୱକୁ ଟିକେ ବୁଝିବା ପାଇଁ ଚେଷ୍ଟା କର ଏବେ ତ ବେଶୀ ସମୟ ହେଇନି ମୁଁ ଯାଉଛି ସାଙ୍ଗେ ସାଙ୍ଗେ ଜଳଖିଆ ତିଆରି କରିବି ନା ମୁଁ 9টাରେ ଟିଫିନ କରେ ଅଲରେଡି 9ଟା ବାଜି ସାରିଲାଣି ଓ ଟିଫିନ ଖାଇବା ନାହିଁ ମୁଁ ସାଙ୍ଗେ ସାଙ୍ଗେ ତିଆରି କରିବି ଆରେ ମନା କରି ପରା ଓହୋ ତମେ ଏମିତି ରାଗୁଛ କାହିଁକି ମୁଁ ରାଗୁନି ଦିସ୍ ଇଜ ମାଇ ଆଡମିନିଷ୍ଟ୍ରେସନ ଘଣ୍ଟାର ବରଂ ଭୁଲ ହେଇଯାଇପାରେ ହେଲେ ପ୍ରଦ୍ୟୁମ୍ନ ପରମାଣିକର ଭୁଲ ହେଇପାରେ ସମୟରେ ପୁରାପୁରି ପକ୍କା ଯେ ସମୟର ଭ୍ୟାଲୁ ଜାଣିନି ତା ଜୀବନର କିଛି ଭ୍ୟାଲୁ ନାହିଁ ଓ ମୁଁ କଲେଜ ଯାଉଛି ଫେର ଟିକେ ଲେଟ୍ ହବ ହେଲା କଲେଜ ଯାଉଛୁ ନା ପିକନିକ କରିବା ପାଇଁ ଯାଉଛୁ এই ସାର୍ଟ ପିନ୍ଧି କଲେଜ ଯାଆନ୍ତି ଗୋଟେ ଫାଡ଼ା ଲୋଫର ଭଳି ଦେଖାଯାଉଛୁ କହିଲା କ'ଣ ନା ମୁଁ କଲେଜ ଯାଉଛି ବାବା ଆକ୍ଚୁଆଲି ଆଜି କ୍ଲାସ୍ ନାହିଁ ଖାଲି ଗ୍ରୁପ ଡିସ୍କସନ୍ ଥିଲା ତ ସେଇଥିପାଇଁ ଏମିତି ପିନ୍ଧୁଥିଲି যে গ্রুপ ডিসকশনটা কলেজ প্রিমিসেস ভিতরে হবো না ফুটবল গ্রাউন্ড ভিতরে হবো ଓହୋ ସାଟା ତ କିଛି ଖରାପ ହେଇନି ତାକୁ ତ ଭଲ ମାନୁଛି ତମେ ଚୁପ করে କହୁଛି ମୁଁ କେତେ ଥର କହିଛି ମୋ ପିଲାମାନଙ୍କୁ କହିଲା ବେଳେ ତମେ ଚୁପ ରହିବ ମୁଁ ନର୍ସିଂ ହୋମ୍ ଚାଲିବି ଟିକେ ଫେର ଫେର ଲେଟ୍ ହବ ତମ ବ୍ୟସ୍ତ ହବନି ହେଲା দেখ এই তো ভাই দেখ তো ভাই ঠাকুর দিচ্ছে সে জনে ডক্টর ডক্টর যেମିତି পোশাক ପିନ୍ଧିବା କଥା ସେମିତି ପୋଷାକ ପୋଷାକ ମଣିଷର ପରିଚୟ ଦିଏ ଆଉ ତୁ ଗୋଟା ଝାଡ଼ା ଲୋଫର ଭଳି ଚାଲି ଆସି କହିଲା ମୁଁ କଲେଜ ଯାଉଛି କଲେଜ ୟୁନିଫର୍ମ ପିନ୍ଧିକି ଆସି ঠিক আছে